ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପରିସରରେ ଆଜି ରାଜ୍ୟ ସରକାରଙ୍କ ଗଣ ଅଭିଯାନ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ସମାଜରେ ଯୁବପିଢ଼ି ବ୍ୟାପକ ଭାବେ ନିଶା କବଳରେ ପଡ଼ି ନିଜର ଭବିଷ୍ୟତ ନଷ୍ଟ କରୁଥିବା ବେଳେ ସେମାନଙ୍କୁ ସଠିକ୍ ମାର୍ଗକୁ ଫେରାଇ ଆଣିବା ଏବଂ ଏକ ସୁସ୍ଥ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଏହି ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ଯୁବ ସମାଜକୁ ନିଶାଠାରୁ ଦୂରରେ ରହି ଦେଶ ଓ ଜାତି ଗଠନରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ। ଥାନା ଆଇଆଇସି ସୁମନ୍ତ ନାୟକ ଏବଂ ଅତିରିକ୍ତ ଆଇଆଇସି ପ୍ରତିମା ଡୁମଡୁମ ଯୁବପିଢ଼ିଙ୍କୁ ନିଶାର କୁପରିଣାମ ଏବଂ ଏହାଦ୍ୱାରା ଉପୁଜୁଥିବା ଅପରାଧିକ ସମସ୍ୟା ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଅଶୋକ ବିହାରୀ, ଅରବିନ୍ଦ ମେହେର ଏବଂ କାଶୀନାଥ ପାଟଚୋଷୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶହ ଶହ ଯୁବକଙ୍କ ସଂକଳ୍ପ ଏହି ସଚେତନତା ଶିବିରରେ ଖଡ଼ିଆଳ ଅଞ୍ଚଳରେ ଶତାଧିକ ଯୁବକ ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଉପସ୍ଥିତ ଯୁବକ ମିଳିତ ଭାବେ ସଂକଳ୍ପ କରିଥିଲେ ଯେ ଆମେ ନିଜେ କେବେ ହେଲେ ନିଶା ସେବନ କରିବୁ ନାହିଁ କିମ୍ବା ଅନ୍ୟ କାହାକୁ ନିଶା ସେବନ କରିବା ପାଇଁ ପ୍ରୋତ୍ସାହିତ କରିବୁ ନାହିଁ। ସ୍ଥାନୀୟ ପୋଲିସ ପ୍ରଶାସନର ଏହି ଜନହିତକର ପ୍ରୟାସକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ସଠିକ୍ ନ୍ୟୁଜ୍।